ଆଜିର ପ୍ରସଙ୍ଗ ହେଉଛି ପ୍ରେମ ଓ ବେଦନା। ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଅତି ଭଲ ପାଇବାରେ ସବୁଠୁ ବଡ଼ ବେଦନା ହେଉଛି ଆମେ ଅନ୍ୟ ମଣିଷକୁ ଆମର ସମସ୍ତ ସୁଖର କାରଣ ବନାଇ ଦେଉ। ଯେଉଁଠାରେ ଆଶା ବେଶୀ ସେଠାରେ ହୃଦୟ ଭାଙ୍ଗିବାର ସମ୍ଭାବନା ମଧ୍ୟ ବେଶୀ। ଭଲ ପାଇବା କେବେ ବେଦନା ଦିଏ ନାହିଁ। ଆମର ଅତିରିକ୍ତ ଆସକ୍ତି ଓ ଆଶା ଆମକୁ ବେଦନା ଦିଏ। ଯେତେବେଳେ ଆମେ ନିଜକୁ ଭୁଲି ଅନ୍ୟକୁ ଭଲ ପାଉ ସେଠାରେ ବେଦନା ଆରମ୍ଭ ହୁଏ। ସତ୍ୟ ପ୍ରେମ ସବୁବେଳେ ସ୍ୱାଧୀନ କରେ, କିନ୍ତୁ ଅତି ପ୍ରେମ ବନ୍ଧନରେ ପକାଇଦିଏ। ଯାହାକୁ ଆମେ ଅତ୍ୟଧିକ ମୂଲ୍ୟ ଦେଉ ସେଠାରୁ ଅବହେଳା ଆସିଲେ ବେଦନା ଗଭୀର ହୁଏ। ଅତି ଭଲ ପାଇବାରେ ଆମେ ଅନ୍ୟକୁ ବଦଳାଇବାକୁ ଚାହୁଁ ଏବଂ ସେଇଠାରୁ ଦୁଃଖ ଆରମ୍ଭ ହୁଏ। ପ୍ରେମରେ ନିୟନ୍ତ୍ରଣ ନୁହେଁ, ବୁଝିବା ଓ ସମ୍ମାନ ଦରକାର, ନହେଲେ ବେଦନା ନିଶ୍ଚିତ। ଯେଉଁଠାରେ ଆମେ ଆମର ମନକୁ ସମ୍ପୂର୍ଣ୍ଣ ଦେଇଦେଉ ସେଠାରେ ଆଘାତ ମଧ୍ୟ ଗଭୀର ହୁଏ। ଅତି ପ୍ରେମ ଆମକୁ ଦୁର୍ବଳ କରେ, କିନ୍ତୁ ସଠିକ୍ ପ୍ରେମ ଆମକୁ ଶକ୍ତିଶାଳୀ କରେ। ଯଦି ଭଲ ପାଇବାରେ ସନ୍ତୁଳନ ନଥାଏ ସେହି ପ୍ରେମ ଦିନେ ଯନ୍ତ୍ରଣାର କାରଣ ହେବ। ଆମେ ଅନ୍ୟଙ୍କୁ ଯେତେ ଅଧିକ ଧରି ରଖିବାକୁ ଚାହୁଁ ସେତେ ଅଧିକ ସେମାନେ ଦୂରେ ଯାଆନ୍ତି। ଅତି ଭଲ ପାଇବା ଆମକୁ ନିଜ ମୂଲ୍ୟ ଭୁଲାଇ ଦେଇଥାଏ ଏବଂ ସେଇଠାରୁ ବେଦନା ଆସେ। ପ୍ରେମ କରନ୍ତୁ, କିନ୍ତୁ ନିଜକୁ ହରାଇ ନୁହେଁ। ଏହା ହେଉଛି ସଠିକ୍ ଜୀବନ ଶିକ୍ଷା। ଯେଉଁଠାରେ ପ୍ରେମ ସହିତ ସମ୍ମାନ ନାହିଁ ସେଠାରେ ବେଦନା ନିଶ୍ଚିତ। ଶିକ୍ଷା: ପ୍ରେମ କରିବା ଭୁଲ ନୁହେଁ, କିନ୍ତୁ ଅତିରିକ୍ତ ଆଶା ଓ ଆସକ୍ତି ହେଉଛି ବେଦନାର ମୂଳ କାରଣ। ନିଜକୁ ମୂଲ୍ୟ ଦେଇ ସନ୍ତୁଳିତ ଭାବରେ ପ୍ରେମ କରିବା ହେଉଛି ସତ୍ୟ ଜ୍ଞାନ। ରହିଲି, ଧନ୍ୟବାଦ।